ପାଞ୍ଚ ଦଫା ଦାବି ନେଇ ଶ୍ରମିକ ଏବଂ କୃଷକ ମିଳିତ ମଞ୍ଚର ବ୍ଲକ ସମ୍ମୁଖରେ ଗଣବିକ୍ଷୋଭ ସଂଗଠିତ। ଶ୍ରମିକ କୃଷକ ଏବଂ କ୍ଷେତମଜଦୁର ୟୁନିୟନର ମିଳିତ ଆହ୍ୱାନ କ୍ରମେ ରାଜ୍ୟବ୍ୟାପୀ ଅନୁଷ୍ଠିତ ଆନ୍ଦୋଳନ ପ୍ରକୃତିରେ ରଣପୁର ବ୍ଲକ ସମ୍ମୁଖରେ ବିକ୍ଷୋଭ ଏବଂ ଧାରଣା ଅନୁଷ୍ଠିତ ହୋଇଥିଲା। ସାଥୀ ଗଦାଧର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ତିନୋଟି ମିଳିତ ସଂଗଠନ ରାଜ୍ୟ ଜିଲ୍ଲା ନେତୃତ୍ୱମାନେ ବିଜେପି ନେତୃତ୍ୱାଧୀନ ନେତ୍ରୀ ଏବଂ ମୋହନ ଡବଲ ଇଞ୍ଜିନ ସରକାରର ଶ୍ରମିକ କୃଷକ ଏବଂ ଶ୍ରମଜୀବୀ ଜନଗଣ ବିରୋଧୀ ଏବଂ ମାଲିକ ସପକ୍ଷବାଦୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। କେନ୍ଦ୍ର ସରକାରଙ୍କର ଶ୍ରମିକ ବିରୋଧୀ 4ଟି ଶ୍ରମ କୋଡ୍ VVRMG ଯୋଜନା 2025 ବିହନ ବିପଣନ ଆଇନ ମୋହନ ସରକାରର 2025 ବିଦ୍ୟୁତ ବିଲ୍ ଓ ଟାଟା କମ୍ପାନୀର ଆଗୁଆ ବିଦ୍ୟୁତ ଦେୟ ଜମା ସହ ସ୍ମାର୍ଟ ମିଟର ବସାଇବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଜନବିରୋଧୀ ବୋଲି ବକ୍ତବ୍ୟ କରିଥିଲେ। 4ଟି ଶ୍ରମ କୋଡ୍ ବାତିଲ ଏବଂ ଶ୍ରମ ଆଇନ କାର୍ଯ୍ୟକାରୀ କରିବା ବିହନ ବିଲ୍ 2025 ବିଦ୍ୟୁତ ବିଲ୍ 2025 ପ୍ରତ୍ୟୟ ସ୍ମାର୍ଟ ମିଟର ବର୍ତ୍ତମାନ ବନ୍ଦ କରିବା NGNRGR ଯୋଜନା କାର୍ଯ୍ୟକାରୀ କରିବା ଏବଂ VVRMG ଯୋଜନା ବାତିଲ କରିବା ଧାନମଣ୍ଡିରେ ତୁରନ୍ତ ବିନା କଟଣୀ ଛଟଣୀରେ ଚାଷୀଠାରୁ ଧାନ କ୍ରୟ କରିବା ବକ୍ତାମାନେ ଦୃଢ଼ ଦାବି କଲେ। ମଣ୍ଡଳ ଉନ୍ନୟନ ଅଧିକାରୀ ମନୋଜ ବେହେରାଙ୍କୁ ଏକ ପ୍ରତିନିଧି ମଣ୍ଡଳୀ ଭେଟି 5 ଦଫା ଦାବି ପତ୍ର ମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ସରକାରୀ ଦାବିଗୁଡ଼ିକ କାର୍ଯ୍ୟକାରୀ ନ କଲେ ଆଗାମୀ ଫେବୃଆରୀ 12 ତାରିଖରେ ଦେଶବ୍ୟାପୀ ଧର୍ମଘଟ କରାଯିବ ବୋଲି ଏହି ଆନ୍ଦୋଳନ ତରଫରୁ ଚେତାବନୀ ଦିଆଯାଇଥିଲା। ହରିଶ୍ଚନ୍ଦ୍ର କ୍ଷେତ୍ର ମଜଦୁର ନେତା ନିତ୍ୟାନନ୍ଦ ପରିଡ଼ା, ରାଜ୍ୟ ଶ୍ରମିକ ନେତା ସୁରେଶ ସ୍ୱାଇଁ, ଦୁଃଶାସନ ଜେନା, ସୁଶୀଲ ମହାନ୍ତି, ସବ୍ୟସାଚୀ ସେନାପତି, ଭିକାରୀ ଚରଣ ସାହୁ, ତୁଳମଣି ପଲେଇ, ମଞ୍ଜୁଲତା ପ୍ରଧାନ ଏବଂ ଉର୍ମିଳା ଜେନା ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ରଣପୁରରୁ ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।